ଜୟ ଜଗନ୍ନାଥ ପିଲାମାନେ, ଆଜି ଆମେ ସପ୍ତମ ପାଠ ଜିନିଷ ଗୁଡ଼ିକ କିପରି କାର୍ଯ୍ୟ କରନ୍ତି ତାର ଆଜି ପ୍ରଶ୍ନ ଉତ୍ତର କରିବା। ଚତୁର୍ଥ କ୍ଲାସର ପରିବେଶ ପାଠ ଆମ ବିଚିତ୍ର ବିଷୟର ସପ୍ତମ ପାଠ ଆଜି ଆମେ କ୍ୱେଶ୍ଚିନ୍ ଆନ୍ସର କରିବା। ପିଲାମାନେ ଚାଲ ପ୍ରଥମରୁ 6 ଯାଏଁ କରିଦେଇଛି କ୍ୱେଶ୍ଚିନ୍ ଆନ୍ସର ଆଜି। ତ ପିଲାମାନେ କାର୍ଯ୍ୟ 1 ନମ୍ବର ଦେଇଛି କ'ଣ ଦେଖ, କ୍ୱେଶ୍ଚିନ୍ 1 ନମ୍ବର କ'ଣ ଦେଇଛି ଚାଲ ପଢ଼ିବା। ତ କ୍ୱେଶ୍ଚିନ୍ 1 ନମ୍ବର ଦେଖ କ'ଣ ଦେଇଛି, ତୁମେ ଭାବୁଛ କି ସବୁ ବସ୍ତୁ ଘୂରି ପାରିବ? ଘୁରୁଥିବା ବସ୍ତୁ ଗୁଡ଼ିକର ତାଲିକା ତିଆରି କର। ତ ଚାଲ ପିଲାମାନେ, ତୁମେ ଭାବୁଛ କି ସବୁ ଯାକ ବସ୍ତୁ ଘୁରିବ ହେଲେ ତ ସେମିତି ହେବନି। ତ ଚାଲ ଆର ଗୋଟେ ତାଲିକା ତିଆରି କରିବା। ତ ପିଲାମାନେ ଉତ୍ତର ଲେଖିବ, ନା ସବୁ ବସ୍ତୁ ସମାନ ଭାବରେ ଘୂରି ପାରିବ ନାହିଁ। ଯେଉଁ ବସ୍ତୁ ଗୁଡ଼ିକ ଗୋଲାକାର, ଚକ୍ରାକାର ବା ସମମିତ ହୋଇଥାନ୍ତି ସେଗୁଡ଼ିକ ସହଜରେ ଘୂରି ପାରନ୍ତି। ତ କେଉଁ କେଉଁ ବସ୍ତୁ ଦେଖ ମୁଁ କହିଦେଉଛି। ତ ଏମିତି ଲେଖିବ, ଘୁରୁଥିବା କିଛି ବସ୍ତୁର ତାଲିକା ମୁଦ୍ରା, ବାଙ୍ଗୁଡ଼ା ଚୁଡ଼ି ଓ ଲାଟିମ୍ ଓ ବୋତଲ ଠିପି, ମାର୍ବଲ ଗୋଟି। ତ ଆଉ କ'ଣ କ'ଣ ତୁମେ ଜାଣିଥିବ ଯୋଡ଼ା ଯୋଡ଼ା ଘୁରୁଥିବ, ନାଠି ଘୁରୁଛି, ଆଉ ବାଟି, କାଞ୍ଚିଲି ବାଟି, ଆଉ କ'ଣ ଘୁରୁଥିବ ଯୋଡ଼ା ଯୋଡ଼ା ଘୁରୁଥିବ, ସେଇଟା ତୁମେ ଗୋଟେ ଗୋଟେ କରି ଲେଖିପାରିବ। ଏବେ ଚାଲ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା। ତ 2 ନମ୍ବର କ୍ୱେଶ୍ଚିନ୍ ଦେଇଛି, ସାରଣୀରେ ଥିବା ବସ୍ତୁ ଗୁଡ଼ିକୁ ସଂଗ୍ରହ କର, ଘୁରାଅ ଓ ପର୍ଯ୍ୟବେକ୍ଷଣ କର ଏବଂ ସାରଣୀଟିକୁ ପୂରଣ କର। ତ ପିଲାମାନେ ଏଇଠି ଗୋଟେ ସାରଣୀ ଦେଇଦେଇଛି, ଦେଖ ସେ ସାରଣୀରେ କ'ଣ ଲେଖା ହେଇଛି, ବସ୍ତୁ ଲେଖା ହେଇଛି, ତାପରେ ମୁଁ ଦେଖିଛି, ତାପରେ ମୁଁ ଆଶ୍ଚର୍ଯ୍ୟ ହେଉଛି, ତାପରେ ମୁଁ ଭାବୁଛି। ତ କେମିତି ଦେଖ, ଗୋଟେ ଲେଖିଦେଇଛି ମୁଦ୍ରା ଲେଖିଦେଇଛି, ଟଙ୍କା କିଏ କଏନ୍ ଦେଇଦେଇଛି, ସେଇଟା ମୁଦ୍ରାରେ କ'ଣ ଲେଖା ହେଇଛି ଦେଖ। ମୁଁ ଦେଖୁଛି ସେଥିରେ କ'ଣ ଲେଖା ହେଇଛି, ଯେତେବେଳେ ଏହା ଧୀରେ ହୁଏ ହଲିବାକୁ ଲାଗେ। ତ ଲେଖା ହେଇଛି ମୁଁ ଆଶ୍ଚର୍ଯ୍ୟ ହେଉଛି କାହିଁକି ଏକ ଧୀର ହେଲେ ହଲିବାକୁ ଲାଗେ ଦେଇଦେଇଛି, ତାପରେ ମୁଁ ଭାବୁଛି। ତ ଏଥିରେ କିଛି ଲେଖେନି, ଚାଲ ଆର ଗୋଟେ ଗୋଟେ କରି ଲେଖିବା। ଚୁଡ଼ିରେ ଲେଖିବା, ଚୁଡ଼ିରେ ଲେଖା ହେଇଛି ମୁଁ ଦେଖୁଛି ସମୟ ଅତିକ୍ରମ କରିବା ସହ ଶବ୍ଦ। ତ ଚାଲ ଆଉ କ'ଣ କ'ଣ ଦେଇଛି ଗୋଟେ ଗୋଟେ କରି ଲେଖିବା, ସାରଣୀଟା ପୂରଣ କରିବା। ତ ସେଥିରେ ଦେଖ ବସ୍ତୁ ଅଛି, ବସ୍ତୁରେ ମୁଦ୍ରାରେ ଲେଖା ହେଇଛି ମୁଁ ଦେଖୁଛି ଲେଖା ହେଇଛି, ତାପରେ ମୁଁ ଆଶ୍ଚର୍ଯ୍ୟ ହେଉଛି ସେଥିରେ ବି ଲେଖା ହେଇଛି, ମୁଁ ଭାବୁଛିରେ ଲେଖା ହେଇନି। ତ ଚାଲ ଲେଖିବାର। ତ ଦେଖ ମୁଁ ଭାବୁଛିରେ ଲେଖିବ, ଏହାର ଭାରସାମ୍ୟ କମିଯିବା ଯୋଗୁଁ ଏହା ହେଲା। ତ ଏମିତି ଲେଖିବ ଉତ୍ତର। ତ ଚାଲ ଚୁଡ଼ିରେ ଲେଖିବା। ତ ଦେଖ ଚୁଡ଼ିରେ ଲେଖା ହେଇଛି ମୁଁ ଦେଖୁଛିରେ ଲେଖା ହେଇଛି, କ'ଣ ଲେଖା ହେଇଛି, ସମୟ ଅତିକ୍ରମ କରିବା ସହ ଶବ୍ଦ। ତ ଲେଖା ହେଇଛି ମୁଁ ଦେଖୁଛିରେ, ମୁଁ ଆଶ୍ଚର୍ଯ୍ୟ ହେଉଛି ଲେଖା ହେଇନି, ମୁଁ ଭାବୁଛି ଲେଖା ହେଇନି। ତ ଚାଲ ଲେଖିବା ମୁଁ ଆଶ୍ଚର୍ଯ୍ୟ ହେଉଛିରେ। ତ ସେଥିରେ ଲେଖିବ, ଏହା ଘୂରିବା ବେଳେ ଏକ ଗୋଲକ ପରି କାହିଁକି ଦେଖାଯାଏ। ତ ଏମିତି ଉତ୍ତର ଲେଖିବ। ସେକେଣ୍ଡଟା ଦେଖ ମୁଁ ଭାବୁଛି, ଏଥିରେ ଲେଖିବ ଏହାର ଦ୍ରୁତ ଗତି ଯୋଗୁଁ ଆଖିକୁ ଏହା ଗୋଲାକାର ଦେଖାଯାଏ। ତ ଏମିତି ଉତ୍ତର ଲେଖିବ ଗୋଟେ ଗୋଟେ କରିକି। ତ ଚାଲ ନେକ୍ସଟ ଦେଖିବା କ'ଣ ଦେଇଛି, ପେନସିଲରେ ଲେଖିବା। ପିଲାମାନେ 3 ନମ୍ବର ଚିତ୍ର ଦେଇଛି ପେନସିଲ। ପେନସିଲର ମୁଁ ଦେଖୁଛିରେ କିଛି ଲେଖା ହଉନି, ତ ସେଥିରେ ଦେଖ କେମିତି ଲେଖିବେ କହୁଛି ଉତ୍ତର। ତ ପେନସିଲର ଉତ୍ତର ଲେଖିବ, ଦେଖ ମୁଁ ଭାବୁଛି, ମୁଁ ଦେଖୁଛିର ଉତ୍ତର ଲେଖିବ, କ'ଣ ଲେଖିବ, ଏହା ଅତି କମ୍ ସମୟ ଘୂରି ତଳେ ପଡ଼ିଯାଏ। ଲେଖିବ ଏମିତି ଲେଖିବ ପିଲାମାନେ। ତାପରେ ମୁଁ ଆଶ୍ଚର୍ଯ୍ୟ ହେଉଛିରେ ପେନସିଲର ଉତ୍ତର ଲେଖିବ, ଏହା ମୁଦ୍ରା ଭଳି ଅଧିକ ସମୟ କାହିଁକି ଘୂରି ପାରେ ନାହିଁ। ତ ଏମିତି ଉତ୍ତର ଲେଖିବ। ତାପରେ ମୁଁ ଭାବୁଛିରେ ଲେଖିବ, ଏହାର ଲମ୍ବା ଆକାର ଯୋଗୁଁ ଏହା ସହଜରେ ଭାରସାମ୍ୟ ହରାଇ ଯାଇଥାଏ। ତ ପିଲାମାନେ ଯେଉଁ ଲେଖା ହେଇଛି ପାରାଗ୍ରାଫ, ଯେଉଁ ଲାଇନର ସେଇ ଲାଇନର ପାରାଗ୍ରାଫ ଗୋଟେ ଗୋଟେ ଲେଖିବ ପେନସିଲରେ। ଏବେ ଚାଲ ଦେଖିବା ନେକ୍ସଟ କ'ଣ ଦେଇଛି, ପଥର ଖଣ୍ଡ। ତ ପଥର ଖଣ୍ଡରେ ବି ଉତ୍ତର ଗୋଟେ ଗୋଟେ କରି ଲେଖିବ, ଦେଖ କେମିତି ଲେଖିବ। ତ ପିଲାମାନେ ଉତ୍ତର ଲେଖିବ ପଥର ଖଣ୍ଡର, ଏହା ଠିକ୍ ଭାବରେ ନିଘୁରୁ ଏପଟେ ସେପଟେ ଡେଉଁଛି। ତ ଏଇଟା ମୁଁ ଦେଖୁଛିରେ ଲେଖିବ। ତାପରେ ମୁଁ ଆଶ୍ଚର୍ଯ୍ୟ ହେଉଛିରେ ଲେଖିବ, ଏହା କାହିଁକି ସମାନ ଭାବରେ ଗୋଲ ହୋଇ ରହୁନାହିଁ। ଏମିତି ଲେଖିବ ମୁଁ ଆଶ୍ଚର୍ଯ୍ୟ ହେଉଛି। ତାପରେ ମୁଁ ଭାବୁଛିରେ ଲେଖିବ, ଏହାର ଆକାର ଅସମାନ ହୋଇଥିବାରୁ ଏହା ଏପରି ହେଉଛି। ତ ଏମିତି ଉତ୍ତର ଲେଖିବ। ତ ନେକ୍ସଟ ଦେଇଛି କ'ଣ ଦେଇଛି, କାଠ ନୋଟ। ତ କାଠ ନୋଟରେ କ'ଣ ଲେଖିବ ଦେଖ, ମୁଁ ଦେଖୁଛିରେ। ତ ପିଲାମାନେ ଉତ୍ତର ଲେଖିବ କେଉଁଥିରେ, ମୁଁ ଦେଖୁଛିରେ ଲେଖିବ, ଏହା ଗୋଟିଏ ଜାଗାରେ ବହୁତ ସମୟ ଧରି ଦୃଢ଼ ଗତିରେ ଘୁରୁଛି। ତ ଏମିତି ଲେଖିବ ମୁଁ ଦେଖୁଛିରେ। ତାପରେ ମୁଁ ଆଶ୍ଚର୍ଯ୍ୟ ହେଉଛି, ଏଥିରେ ଲେଖିବ କ'ଣ, ଏହା କେମିତି ଗୋଟିଏ ସରୁ ଗୋଜିଆ ଅଂଶ ଉପରେ ସ୍ଥିର ହୋଇ ରହୁଛି। ତ ଏମିତି ଲେଖିବ ମୁଁ ଆଶ୍ଚର୍ଯ୍ୟ ହେଉଛିରେ। ତାପରେ ମୁଁ ଭାବୁଛିରେ ଲେଖିବ, କ'ଣ ଲେଖିବ, ଏହାର ଗଠନ ଏବଂ କେନ୍ଦ୍ରଭୂତ ଓଜନ ଏହାକୁ ସ୍ଥିର ରଖିବାର ସାହାଯ୍ୟ କରୁଛି। ତ ପିଲାମାନେ ଏମିତି ଲେଖିବ କାଠ ନୋଟରେ। ତ ଚାଲ ନେକ୍ସଟ ଦେଖିବା। ନେକ୍ସଟ ଦିଆଯାଇଛି ଦାଗଲିଭା ରବର। ତ ଦାଗଲିଭା ରବରରେ କ'ଣ ଲେଖିବ ଦେଖ, ମୁଁ ଦେଖୁଛିରେ।
तो उत्तर लिखिब पिलामाने मु देखुछि रे लिखिब ଏହା ଆଦୌ ଘୂରେ ନାହିଁ କେବଳ ଘଷି ହୋଇ ରହିଯାଉଛି। ତ ଏମିତି ଲେଖିବ ମୁଁ ଦେଖୁଛି ରେ। ତାପରେ ମୁଁ ଆଶ୍ଚର୍ଯ୍ୟ ହେଉଛି ରେ ଲେଖିବ ଏହା କାହିଁକି ନଟୁ ବା ମୁଦ୍ରା ଭଳି ଆଦୌ ଘୂରିବାରେ ନାହିଁ। ତ ଏମିତି ଲେଖିବ। ତାପରେ ମୁଁ ଭାବୁଛି ରେ ଲେଖିବ ଏହାର ଚତୁର୍ଭୁଜ ଆକାର ଏବଂ ରବର ଘର୍ଷଣ ବଳ ଯୋଗୁଁ ଏହା ଘୂରିବାରେ ନାହିଁ। ତ ଏମିତି ପିଲାମାନେ ବାକ୍ସଟା ଲେଖିବ। ତ ପିଲାମାନେ ଏମିତି ଭାବେ ଏଇ ସାରଣୀଟା ଗୋଟେ ଗୋଟେ କରିରେ ପୂରଣ କରିବେ। ଏବେ ଚାଲ ନେକ୍ସଟ ପେଜ ଦେଖିବା କ'ଣ ଦେଇଛି କ୍ୱେଶ୍ଚିନ୍। ତ ଦେଖ ଏଠି କିଛି ପିଲାମାନେ କ'ଣ କରୁଛନ୍ତି ଯେ ଗୋଟେ ନଟୁ ଗୋଟେ ବୁଲାଉଛନ୍ତି ତାଙ୍କେ ସ୍ଥିର ଭାବରେ। ଦେଖ ଦୁଇଟି ପିଲା ନଟୁ ବୁଲାଉଛନ୍ତି। କାର୍ଯ୍ୟ 2 ନମ୍ବର କ'ଣ ଲେଖା ହେଇଛି ଦେଖ କିଛି ଜିନିଷ ସଂଗ୍ରହ କର ଯଥା କାର୍ଡ଼ବୋର୍ଡ଼ ଆଉ କ'ଣ ଯେ ଦାନ୍ତ ଖୁଣ୍ଡା କଲମରେ ବ୍ୟବହୃତ ଫମ୍ପା ରିଫିଲ୍ ଏବଂ ଅନ୍ୟ କେତେକ ବସ୍ତୁ କେତେକ ଘୂର୍ଣ୍ଣାୟମାନ ବସ୍ତୁ ତିଆରି କର ସେଗୁଡ଼ିକ ଘୂର ଏବଂ ପର୍ଯ୍ୟବେକ୍ଷଣ କରି ନିଜ ଖାତାରେ ଟିପ। ତ ପିଲାମାନେ ଏଠି କାର୍ଯ୍ୟ ନମ୍ବର 2 ଦେଇଦେଇଛି। ତ ଦେଖ ଏମିତି କରିବ। ତ ସାରଣୀର 2 ନମ୍ବରଟା ଦେଇଦେଇଛି ସେକେଣ୍ଡ ପେଜ ଦେଖ। ତ ନେକ୍ସଟ ପେଜ ଦେଖ ନେକ୍ସଟ ପେଜ 107 ନମ୍ବର ପେଜ କ'ଣ ଦେଇଛି ଦେଖ ସାରଣୀ ଉପରେ ଘୂର୍ଣ୍ଣାୟମାନ ବସ୍ତୁର ପରିବର୍ତ୍ତନ ଦେଇଛି ହେଡିଂ। ତାପରେ ତୁମେ କ'ଣ ପର୍ଯ୍ୟବେକ୍ଷଣ କଲ ଘୁରୁଛି ନା ଘୁରୁ ନାହିଁ। ତାପରେ ଅନ୍ୟ କୌଣସି ପର୍ଯ୍ୟବେକ୍ଷଣ ତ ଲେଖିଦେଇଛି ପିଲାମାନେ। ଦେଖ ଘୂର୍ଣ୍ଣାୟମାନ ବସ୍ତୁର ପରିବର୍ତ୍ତନ ଏଇଟା ଗୋଟେ ଦେଇଛି ଦନ୍ତଖୁଣ୍ଡା ବସ୍ତୁର କେନ୍ଦ୍ରରେ ରହିଛି। ତାପରେ ତୁମେ କ'ଣ ପର୍ଯ୍ୟବେକ୍ଷଣ କଲେ ଏହା ସବୁ ଲେଖାଇନି। ତ ଚାଲ ଆଉ ଗୋଟେ ଗୋଟେ କରି ଲେଖିବା। ତ ପ୍ରଥମ ଚିତ୍ର କ'ଣ ଦେଇଛି ଯେ ଦନ୍ତଖୁଣ୍ଡା ବସ୍ତୁର କେନ୍ଦ୍ରରେ ରହିଛି। ତ ଆର ଉତ୍ତର ଲେଖିବ ତୁମେ କ'ଣ ପର୍ଯ୍ୟବେକ୍ଷଣ କଲ ଘୁରୁଛି ନା ଘୁରୁନି। ତ ଏଇଟା ଘୁରୁଛି। ତ ଏଇଟା ଘୁରୁଛି ଲେଖିବ ଉତ୍ତର। ତାପରେ ଅନ୍ୟ କୌଣସି ପର୍ଯ୍ୟବେକ୍ଷଣରେ ଲେଖିବ ଏହା ବହୁତ ସହଜରେ ଏବଂ ଅଧିକ ସମୟ ଧରି ସ୍ଥିର ଭାବରେ ଘୁରୁଛି। ତ ଏମିତି ଉତ୍ତର ଲେଖିବ ଅନ୍ୟ କୌଣସି ପର୍ଯ୍ୟବେକ୍ଷଣ। ତାପରେ ସେକେଣ୍ଡ ଚିତ୍ର ଦେଇଛି ଦେଖ ଦାନ ଖୁଣ୍ଟ କେନ୍ଦ୍ରଠାରୁ ଦୂରରେ ଅଛି। ତ ଏମିତି ଚିତ୍ରଟା ଅଛି ତ ପିଲାମାନେ। ତ ସେଥିରେ ତୁମେ ପର୍ଯ୍ୟବେକ୍ଷଣ କଲ ଘୁରୁଛି ନା ଘୁରୁନି ଉତ୍ତର ଲେଖିବ ଘୁରୁ ନାହିଁ କିମ୍ବା ଠିକ୍ ଭାବେ ଘୁରୁ ନାହିଁ। ତ ଏମିତି ଉତ୍ତର ଲେଖିବ। ତାପରେ ଅନ୍ୟ କୌଣସି ପର୍ଯ୍ୟବେକ୍ଷଣରେ ଲେଖିବ ଏହାର ଭାରସାମ୍ୟ ଠିକ୍ ରହୁନାହିଁ ଏବଂ ଏହା ତୁରନ୍ତ ତଳେ ପଡ଼ିଯାଉଛି। ତ ଏମିତି ଉତ୍ତର ପିଲାମାନେ ଅନ୍ୟ କୌଣସି ପର୍ଯ୍ୟବେକ୍ଷଣରେ ଲେଖିବ। ଏବେ ନେକ୍ସଟ ଦେଖ କ'ଣ ଦେଇଛି। ତ ନେକ୍ସଟ ଚିତ୍ର ଦେଇଛି ଏକ ବର୍ଗାକାର ଘୂର୍ଣ୍ଣାୟମାନ ବସ୍ତୁ। ତ ଆର ଉତ୍ତର କେମିତି ଲେଖିବ ଦେଖ ମୁଁ କହିଦେଉଛି। ତ ଆର ଉତ୍ତର ଲେଖିବ କ'ଣ ତୁମେ କ'ଣ ପର୍ଯ୍ୟବେକ୍ଷଣ କଲ ଘୁରୁଛି ନା ଘୁରୁନି। ତ ଆର ଉତ୍ତର ଲେଖିବ ଘୁରୁଛି। ତ ଏଇଟା ସିଧା ଅଛି ନା କଣ୍ଟାଟା ତ ଘୁରୁଛି ବୋଲି ଲେଖିବ। ତାପରେ ଅନ୍ୟ କୌଣସି ପର୍ଯ୍ୟବେକ୍ଷଣରେ ଲେଖିବ ଘୁରିବା ସମୟରେ ଏହାର ଚାରି କୋଣ ସୃଷ୍ଟି ଦେଖିଯାଉ ନାହିଁ ଏହା ଏକ ବୃତ୍ତ ପରି ଦେଖାଯାଉଛି। ତ ପିଲାମାନେ ଏମିତି ଉତ୍ତର ଅନ୍ୟ କୌଣସି ପର୍ଯ୍ୟବେକ୍ଷଣରେ ଲେଖିବ। ଏବେ ଚାଲ ନେକ୍ସଟ କ'ଣ ଦେଇଛି ଦେଖିବା। ନେକ୍ସଟ ଚିତ୍ର କ'ଣ ଦେଇଛି ଦେଖ ଏକ ବୃତ୍ତାକାର ଘୂର୍ଣ୍ଣାୟମାନ ବସ୍ତୁ ଯାହାର ପୃଷ୍ଠରେ ଏକ ବୃତ୍ତାକାର ଚିହ୍ନ ରହିଛି। ତ ପିଲାମାନେ କ୍ୱେଶ୍ଚିନ୍ ସେମିତି ଲେଖା ହେଇଛି। ତାପରେ ଗୋଟେ ଗୋଲ ଭଳିଆ ଗୋଟେ ଚିତ୍ର ଅଛି। ତ ସେଥିରେ ଆର ଲେଖିବ ତୁମେ କ'ଣ ପର୍ଯ୍ୟବେକ୍ଷଣ କଲ ଘୁରୁଛି ନା ଘୁରୁନାହିଁ। ତ ଆର ଉତ୍ତର ଲେଖିବ ପିଲାମାନେ ଉତ୍ତର ଲେଖିବ ତୁମେ କ'ଣ ପର୍ଯ୍ୟବେକ୍ଷଣ କଲ ଘୁରୁଛି ନା ଘୁରୁନାହିଁ। ତ ଏଇଟା ଘୁରୁଛି ଏଇଟା ବୁଲିବ ପିଲାମାନେ। ତ ଘୁରୁଛି ଉତ୍ତର ଲେଖିବ। ତାପରେ ଅନ୍ୟ କୌଣସି ପର୍ଯ୍ୟବେକ୍ଷଣ ତାର ଉତ୍ତର ଲେଖିବ ଗତିଶୀଳ ଅବସ୍ଥାରେ ପୃଷ୍ଠରେ ଥିବା ଚିହ୍ନ ଗୁଡ଼ିକର ଏକ ସ୍ଥିର ବା ସୃଷ୍ଟି ଗୋଲାକାର ବଳୟ ପରି ଦେଖାଯାଉଛି। ତ ପିଲାମାନେ ଉତ୍ତର ଏମିତି ଲେଖିବ। ତାର ନେକ୍ସଟ କ'ଣ ଦେଇଛି ଦେଖ ଅନ୍ୟାନ୍ୟ। ତ ପିଲାମାନେ ତଳେ ଦେଇଛି ଅନ୍ୟାନ୍ୟ। ତ ଅନ୍ୟାନ୍ୟରେ କ'ଣ ଲେଖିବ ଦେଖ କହିଦେଉଛି। ତ ପିଲାମାନେ ଅନ୍ୟାନ୍ୟରେ ଭିନ୍ନ ରଙ୍ଗର ବସ୍ତୁ। ତାପରେ ଭିନ୍ନ ରଙ୍ଗର ବସ୍ତୁ ତ ପିଲାମାନେ ଉଦାହରଣ ଦେଇଦେଇ ଭିନ୍ନ ରଙ୍ଗର ବସ୍ତୁ। ତାପରେ ଏଇଟା ଘୁରୁଛି ଲେଖିପାରିବ। ତାପରେ ବିଭିନ୍ନ ରଙ୍ଗ ଗୁଡ଼ିକ ମିଶିଯାଇ ଏକ ନୂଆ ରଙ୍ଗ ବା ଧଳା ରଙ୍ଗ ସୃଷ୍ଟି କରୁଛି। ତ ପିଲାମାନେ ଅନ୍ୟାନ୍ୟରେ ଏମିତି ଲେଖିପାରିବ। ତମ ଇଚ୍ଛାରେ ବି ଲେଖିପାରିବ। ତ ପିଲାମାନେ ଏମିତି ଭାବେ ଏଇ ସାରଣୀଟା ପୂରଣ ହେଉଛି। ତ ଚାଲ ଏବେ ନେକ୍ସଟ ପେଜ କ'ଣ ଦେଇଛି ଦେଖିବା। ତ ପୃଷ୍ଠା ନମ୍ବର 108 କାଢ଼ ଆସ କଥା ହେବା। 1 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ କେଉଁ ଘୂର୍ଣ୍ଣାୟମାନ ବସ୍ତୁ ଗୁଡ଼ିକ ଠିକ୍ ଭାବରେ ଘୁରୁ ନଥିଲେ ସମ୍ଭାବ୍ୟ କାରଣ ଗୁଡ଼ିକ ଆଲୋଚନା କର। ତ ଆର ଉତ୍ତର ଲେଖିବ ପିଲାମାନେ। ତ 1 ନମ୍ବର ଲେଖିବ ଉତ୍ତର ଯେଉଁ ଘୂର୍ଣ୍ଣାୟମାନ ବସ୍ତୁ ଗୁଡ଼ିକର ଛିଦ୍ର ଠିକ୍ କେନ୍ଦ୍ରରେ ମଝିରେ ନଥିଲେ ସେଗୁଡ଼ିକ ଠିକ୍ ଭାବରେ ଘୁରୁ ନଥିଲା। ତ କାରଣ ଛିଦ୍ରଟା କେନ୍ଦ୍ରରେ ନ ରହି ଅନ୍ୟ କୌଣସି ସ୍ଥାନରେ ରହିଲେ ବସ୍ତୁର ଭାରସାମ୍ୟ ଠିକ୍ ରହେ ନାହିଁ। ଓଜନ ସବୁ ପାର୍ଶ୍ୱରେ ସମାନ ନ ହେବା ଯୋଗୁଁ ଏହା ସିଧା ଭାବରେ ଘୂରିପାରେ ନାହିଁ। ତ ପିଲାମାନେ 1 ନମ୍ବର ଉତ୍ତର ଏମିତି ଲେଖିବ। 2 ନମ୍ବର ଦେଖ 2 ନମ୍ବର କ୍ୱେଶ୍ଚିନ୍ ଦେଇଛି ତୁମେ ପ୍ରଥମେ ଦୁଇଟି ଘୂର୍ଣ୍ଣାୟମାନ ବସ୍ତୁର ଛିଦ୍ର ଗୁଡ଼ିକର ଅବସ୍ଥାନକୁ ଲକ୍ଷ୍ୟ କରିଛ କି
ଉଭୟ ଘୂର୍ଣ୍ଣୟମାନ ବସ୍ତୁର ଛିଦ୍ରର ଅବସ୍ଥାନ ପାର୍ଥକ୍ୟ ହେତୁ ଘୂରିବାର ମଧ୍ୟ ପାର୍ଥକ୍ୟ ଦେଖିଗଲା କି? ତ ଦେଖ କେମିତି ଲେଖିବ ଉତ୍ତର। ତ 2 ନମ୍ବର ଲେଖିବ ଉତ୍ତର, ହଁ ମୁଁ ପ୍ରଥମେ ଦୁଇଟି ଘୂର୍ଣ୍ଣୟମାନ ବସ୍ତୁର ଛିଦ୍ର ଗୁଡ଼ିକର ଅବସ୍ଥାନକୁ ଲକ୍ଷ୍ୟ କରିଛି। ପ୍ରଥମେ ବସ୍ତୁର ଛିଦ୍ରଟି ଠିକ୍ କେନ୍ଦ୍ରରେ ଅଛି ଏବଂ ଦ୍ୱିତୀୟଟିର ଛିଦ୍ର କେନ୍ଦ୍ରରେ ଟିକେ ଦୂରରେ ଅଛି। ତାପରେ ସେକେଣ୍ଡ ପଏଣ୍ଟ ଲେଖିବ, ହଁ ଛିଦ୍ରର ଅବସ୍ଥାନ ପାର୍ଥକ୍ୟ ହେତୁ ସେଗୁଡ଼ିକର ଘୂରିବାର ପାର୍ଥକ୍ୟ ଦେଖାଗଲା। ପ୍ରଥମେ ବସ୍ତୁଟିର ଛିଦ୍ର ସବୁ ପାର୍ଶ୍ୱଠାରୁ ସେକେଣ୍ଡ ପଏଣ୍ଟଟା ପିଲାମାନେ, ଛିଦ୍ର ସବୁ ପାର୍ଶ୍ୱଠାରୁ ସମାନ ଦୂରତାର କେନ୍ଦ୍ରରେ ଥିବାରୁ ଏହା ସିଧା ଭାବରେ ଘୁରୁଛି। ଠିକ୍ ଦ୍ୱିତୀୟ ବସ୍ତୁଟି ପ୍ରଥମଟି ପରି ସିଧା ଭାବରେ ଘୂରିପାରେ ନାହିଁ। ତ ପିଲାମାନେ 2 ନମ୍ବର ଉତ୍ତର ଏମିତି ଲେଖିବ। ତାପରେ କ'ଣ ଲେଖା ଅଛି ଦେଖ, କାର୍ଯ୍ୟ ସାରଣୀରେ 2ରେ ଥିବା ପ୍ରଥମ ଘୂର୍ଣ୍ଣୟମାନ ବସ୍ତୁର କେନ୍ଦ୍ରରେ ଛିଦ୍ରଟି ଅଛି ଏବଂ ସେହି ଛିଦ୍ରଟି ସବୁ ପାର୍ଶ୍ୱଠାରୁ ସମାନ ଦୂରରେ ଅବସ୍ଥିତ। ତେଣୁ ଘୂର୍ଣ୍ଣୟମାନ ବସ୍ତୁଟି ସିଧା ଭାବରେ ଘୂରେ ଓ ଦ୍ୱିତୀୟ ଘୂର୍ଣ୍ଣୟମାନ ବସ୍ତୁଟି ପ୍ରଥମଟି ପରି ଘୂରେ ନାହିଁ। ତ ପିଲାମାନେ ଲେଖା ହେଇଛି। ତାପରେ କ'ଣ ଲେଖା ହେଇଛି ଦେଖ, ତ ପିଲାମାନେ ସେଇ ପୃଷ୍ଠା ତଳକୁ ଲେଖା ହେଇଛି, ତୃତୀୟ ଘୂର୍ଣ୍ଣୟମାନ ବସ୍ତୁଟି ଏକ ବର୍ଗାକାର କାର୍ଡ଼ ଘୂରିବା ବେଳେ ବୃତ୍ତାକାର ଦେଖାଯାଏ। ତୁମେ ଅନ୍ୟ କୌଣସି ଆକୃତି ତିଆରି କରିପାରିବ କି? ବିଭିନ୍ନ ଆକୃତିର କାର୍ଡ଼ ନେଇ ଘୂରାଅ ଏବଂ କ'ଣ ଘଟୁଛି ପର୍ଯ୍ୟବେକ୍ଷଣ କର। ତ ପିଲାମାନେ ଦେଖ, ଗୋଟେ ନଟୁ ବା କ'ଣ ନେଇ ସେଇଟା ଗୋଟେ ପିଲା ଗୋଟେ ଘୁରୁ ଚିତ୍ରଟା ଅଛି, ତ କ'ଣ କାର୍ଡ଼ ନେଇ ତୁମେ ଗୋଟେ ଘୂରିବା ଜିନିଷ ଗୋଟେ କରିପାରିବ। ତ ପିଲାମାନେ ପର୍ଯ୍ୟବେକ୍ଷଣ କରିସାରିଲା ପରେ ଲେଖିବ ଆର ଉତ୍ତର। ହେଡ଼ିଂ ଦେବ ବିଭିନ୍ନ ଆକୃତିର ପର୍ଯ୍ୟବେକ୍ଷଣ। ଦେଖ, ବର୍ଗାକାର କାର୍ଡ଼ ଏହା ଘୂରିବା ବେଳେ ଏକ ସିଲିଣ୍ଡର ବା ବୃତ୍ତାକାର ରୂପରେ ଦେଖାଯାଏ। ତାପରେ ଦ୍ୱିତୀୟ ପଏଣ୍ଟ, ଆୟତାକାର କାର୍ଡ଼ ଏହାକୁ ଶୀଘ୍ର ଘୂରାଇଲେ ମଧ୍ୟ ଏକ ସିଲିଣ୍ଡର ଆକୃତି ସୃଷ୍ଟି ହୁଏ। ତ ପିଲାମାନେ ଇଂଲିଶ ୱାର୍ଡ଼ ଲେଖିବନି। ତାପରେ ତୃତୀୟରେ ଲେଖିବ ତ୍ରିଭୁଜାକାର କାର୍ଡ଼। ଏକ ସମକୋଣୀ ତ୍ରିଭୁଜ କାର୍ଡ଼କୁ ଏହାର ଉଚ୍ଚତା ଅକ୍ଷରେ ଘୂରାଇଲେ ଏକ କୋନ୍ ଦେଖାଯାଏ। ତାପରେ ଅର୍ଦ୍ଧବୃତ୍ତାକାର କାର୍ଡ଼ ଏହାକୁ ଏହାର ବ୍ୟାସ ଅକ୍ଷରେ ଘୂରାଇଲେ ଏକ ଗୋଲକ ବା ବଲ୍ ପରି ଆକୃତି ଦେଖାଯାଏ। ତ ଏହା କାହିଁକି ଘଟେ? ହେଡ଼ିଂ ଦେବ, ଯେତେବେଳେ କୌଣସି ସମତଳ ବସ୍ତୁ ନିଜ ଅକ୍ଷ ଚାରିପାଖରେ ଅତି ଶୀଘ୍ର ଘୂରିଥାଏ, ଆମ ଆଖି ଏହାର ଗତିକୁ ପୃଥକ୍ ଭାବେ ଦେଖିପାରେ ନାହିଁ। ଏହି ପ୍ରକ୍ରିୟାକୁ ଦୃଷ୍ଟି ସ୍ଥିରତା କୁହାଯାଏ, ଯାହା ଫଳରେ ଦ୍ୱିମିତୀୟ ଆକୃତିଗୁଡ଼ିକ ଏକ ତ୍ରିମିତୀୟ ବସ୍ତୁ ପରି ଦେଖାଯାଆନ୍ତି। ତ ପିଲାମାନେ ଏମିତି ଲେଖିବ ସବୁ। ତ ପିଲାମାନେ ନେକ୍ସଟ ପେଜ ଦେଖ, ଚକ୍ର ଏଡ଼େ ଦେଇଛି, 4ଟା ବିଭିନ୍ନ ପ୍ରକାର ରଙ୍ଗର ଚକ୍ର ଦେଇଛି। ତ ଏଥିରେ ବି କିଛି କ୍ୱେଶ୍ଚିନ୍ ଆନ୍ସର ଦେଇନି। ନେକ୍ସଟ ପେଜ ଚାଲ ଦେଖିବା କ'ଣ ଦେଇଛି। ତ ପିଲାମାନେ ଦେଖ, ଏଠି 2ଟା ଚିତ୍ର ଦେଇଛି। ନେକ୍ସଟ ପେଜ କାଢ଼। ଚିତ୍ର 1 ନମ୍ବର। ତ ପିଲାମାନେ ନେକ୍ସଟ ପେଜ କାଢ଼। ପେଜ ନମ୍ବର ହେଉଛି 110। ତ ଦେଖ, ଚିତ୍ର 1 ନମ୍ବର ଚିତ୍ର 2 ନମ୍ବର କ'ଣ ଦେଇଛି, ଦୁଇଟି ଡଙ୍ଗା କରାଯାଇଛି। ଚିତ୍ର 1 ନମ୍ବର ଗୋଟେ ଡଙ୍ଗା ଗୋଟେ ଭାସୁଛି। ଚିତ୍ର 2 ନମ୍ବର କ'ଣ ଅଛି ପିଲାମାନେ, ଗୋଟେ ଡଙ୍ଗା ଗୋଟେ ବୁଡ଼ି ଯାଇଛି ପାଣିରେ। ତ କାର୍ଯ୍ୟ 3 ନମ୍ବର ଦେଖ କ'ଣ ଲେଖା ହେଇଛି, ଗୋଟିଏ ପତ୍ର, ଗୋଟିଏ ଲୁହାକଣ୍ଟା, ଏକ ଖାଲି ପାତ୍ର, ଏକ ଠିପି ଥିବା ଏକ ପ୍ଲାଷ୍ଟିକ୍ ବୋତଲ, ପଥର ଖଣ୍ଡ, ଆଲୁମିନିୟମ ପାତ୍ର ଏବଂ ନିଜ ପସନ୍ଦର ଅନ୍ୟାନ୍ୟ ଜିନିଷ ସଂଗ୍ରହ କର। ଗୋଟିଏ ବାଲ୍ଟିରେ ପାଣି ପୁରାଅ। ବସ୍ତୁଗୁଡ଼ିକ ପାଣିରେ ପକାଇବା ଆଗରୁ ଭାବ ଯେ କେଉଁ ବସ୍ତୁଗୁଡ଼ିକ ପାଣିରେ ଭାସିବ କି ବୁଡ଼ିବ। ତୁମ ଅନ୍ୟ ଜିନିଷଗୁଡ଼ିକ ମଧ୍ୟ ବ୍ୟବହାର କରିପାରିବ। ତାପରେ ପର୍ଯ୍ୟବେକ୍ଷଣ କର ଯେ ଏହି ବସ୍ତୁଗୁଡ଼ିକ ପାଣିରେ ପକାଇଲେ ଭାବୁଛ କି ବୁଡ଼ୁଛି। ବସ୍ତୁଗୁଡ଼ିକର ଭାସିବା ବା ବୁଡ଼ିବା ସମ୍ବନ୍ଧରେ ତୁମର ଅନୁମାନ ଓ ପର୍ଯ୍ୟବେକ୍ଷଣକୁ ପର ପୃଷ୍ଠାରେ ପ୍ରଦତ୍ତ ସାରଣୀରେ ଯଥାସ୍ଥାନରେ ଉଲ୍ଲେଖ କର। ତ ପିଲାମାନେ କୌଣସି ବି ଜିନିଷ ତୁମ ଅନୁସାରେ ନେଇପାରିବ। କ'ଣ, କିଏ ଠିପି ନେଇପାରିବେ, କିଏ ବୋତଲ ନେଇପାରିବେ, କିଏ ପେନସିଲ ମୁଣ୍ଡି, କିଏ ପେନ୍, ଲୁହାକଣ୍ଟା, ତାଟିଆ, ତାପରେ ବୋତଲ, ଠିପି, ପତ୍ର, କୌଣସି ବି ଜିନିଷ ନେଇପାରିବ। ନେଇକିରି କ'ଣ କରିବେ ପିଲାମାନେ, ନେକ୍ସଟ ଯେଉଁ ଗୋଟେ ପେଜ ସାରଣୀ ଅଛି ସେଇ ସାରଣୀଟା ପୂରଣ କରିବା। ଚାଲ ଏବେ କ'ଣ ଦେଇଛି। ତ ପିଲାମାନେ ନେକ୍ସଟ ପେଜ କାଢ଼। ପୃଷ୍ଠା ନମ୍ବର 111। ଗୋଟେ ସାରଣୀ ଦେଇଛି। ଦେଖ ପିଲାମାନେ, ଦ୍ରବ୍ୟ ଦେଇଛି, ହେଡ଼ିଂ ଦେଇଛି, ତାପରେ ପକାଇବା ପୂର୍ବରୁ, ତାପରେ ପକାଇବା ପରେ। ଦେଖ, ପକାଇବା ପୂର୍ବରୁ କ'ଣ ଲେଖିଛି, ତୁମର ଅନୁମାନ ଭାସିବ ନା ବୁଡ଼ିବ। ତାପରେ ତୁମେ ଏହା କାହିଁକି ଭାବିଲ, ତ ଲେଖିବ। ତାପରେ ପକାଇବା ପରେ କ'ଣ ପର୍ଯ୍ୟବେକ୍ଷଣ କଲ, ଭାସିଲା ନା ବୁଡ଼ିଗଲା। ତାପରେ କାରଣ କ'ଣ ହେବ, ତ ଏଥିରେ ଲେଖିବ। ତାପରେ ଦେଖ, ଦ୍ରବ୍ୟର ପତ୍ର ଲେଖା ହେଇଛି। ତାପରେ ତୁମେ ଅନୁମାନ ଭାସିବ ବୁଡ଼ିବ, ଏଫ୍ ଲେଖା ହେଇଛି।
तापर कौन तुम यह कहीं भाविल हाल्का लिखाई कौन पर्यवेक्षण कल से एफ लिखाई कारण कौन है हाल्का तापर लुहा कंटा किंबा पिन तो आर उत्तर गोटे गोटे चल लिखा तो पिला माने लुहा कंटा किंबा पिन तार तुमर अनुमान भाषिब ना बुड़ीब तार उत्तर लिखिबो कौन लिखिबो एस लिखिबो पिला माने तापर देखो तुमे कौन कहीं भाविल तो से लिखिबो भारी तो पिला माने लुहा कंटा गोटे भारी हम पिन टा तापर से भारी लिखिबो तापर पकाइबा पर कौन पर्यवेक्षण कल तो से लुहा कंटार लिखिबो एस लिखिबो पिला ने एफ लिखाई ता तळु एस लिखिबो तापर कारण कौन हेबो तो एथिरे लिखिबो हाल्का लिखाई पिला माने सेडार कोडा पत्र हाल्का लिखि तो लुहा कंटा किंबा पिन उत्तर लिखिबो कारण कौन हेबो रे सेथि लिखिबो लुहार साद्रता पानी ठारू अधिक तो एमिति लिखिबो उत्तर ता नेक्स्ट कौन देछि देखो तो पिला माने लुहा कंटा किंबा पिन हो गले एबे कौन देछि खाली स्टील पात्र तो तार उत्तर लिखिबो कौन देखो कहि दोछि तो पिलाने उत्तर लिखिबो खाली स्टील पात्र देखो तुमर अनुमान भाषिब ना बुड़ीब तो से लिखिबो एफ लिखिबो तापर तुम यह कहीं भाविल यार गठन पाई तो एमिति लिखिबो उत्तर तापर पिला माने कौन पर्यवेक्षण कल भासिले ना बुड़ीगला तो से लिखिबो एफ लिखिबो पिला माने तापर कौन देछि देखो कारण कौन हेबो तार उत्तर लिखिबो यह भीतर वस्तु थाए ओ आकार बड़ हाल्का तो पिला माने एमिति उत्तर लिखिबो तो पिला माने एमिति उत्तर लिखिबो पिला माने नेक्स्ट एबे देछि कोन देछि पत्थर खंड तो पत्थर खंड रे कोन लिखिबो देखो कहि दोछि तो पत्थर खंड रे लिखिबो तुमर अनुमान भाषिब ना बुड़ीब तो से लिखिबो एस लिखिबो पिला माने तापर तुमे यह काहे भाविल तो से लिखिबो भारी होछि तो से भारी लिखिबो तापर कौन पर्यवेक्षण कल भासिले ना बुड़ीगला तो से लिखिबो एस लिखिबो पिला माने तापर देखो कारण कौन हेबो तो से लिखिबो पत्थर सांद्रता पानी ठारू अधिक तो पिला माने एमिति लिखिबो एबे देखो नेक्स्ट कौन देछि नेक्स्ट देछि ठिपी लागिथिबा खाली बोतल तो आर भी लिखिबो उत्तर तो पिला माने लिखिबो ठिपी लागिथिबा खाली बोतल तुमर अनुमान भाषिब ना बुड़ीब तो से लिखिबो एफ लिखिबो भाषिब तो एफ लिखिबो तापर तुमे यह कहीं भाविल तो से लिखिबो भितर पवन अच्छी तो बोतल पिला माने भितर पवन थिले सेडा कोन होबो जे भाषिब से तापर देखो कौन पर्यवेक्षण कल भासिले ना बुड़ीगला तो से लिखिबो एफ ही लिखिबो भासिले तापर कारण कौन हेबो तो आर उत्तर लिखिबो बोतलटी हल्का और भीतर वायु अच्छी तो एमिति लिखिबो तापर देखो नेक्स्ट कौन देछि ठिपी लागिथिबा पानी पूर्ण प्लास्टिक बोतल से लिखाई पिला माने तो से लिखिबो कौन लिखिबो तुमर अनुमान कौन भासिले ना बुड़ीला तो से लिखिबो एस लिखिबो तापर तुमे यह कहीं भाविल तो से लिखिबो पानी भर्ती अच्छी तापर कौन पर्यवेक्षण कल भासिले ना बुड़ीगला तो से बुड़ीजिब तो एस लिखिबो तापर कारण कौन हेबो तो आर उत्तर लिखिबो पानी जोगु बोतलटी भारी होई जाए तो पिला माने एमिति उत्तर गोटे गोटे करी उत्तर लिखिबो तो पिला माने एही परि भाबे एही सारणीटा पूर्ण करिबो तो सारणी तलू कौन लिखाई देख से सारणी आज्ञा यही कार्यकलाप करू आमे पर्यवेक्षण कलु जे लुहा कंटा भली केतेक वस्तु पानी रे बुड़ी जाए किंतु पत्र भली हल्का वस्तु पानी रे भासी थाए तो पिला माने देखो सोल गुड़े भासी थाए पत्र गुड़े पेपर जिनस भासी थाए पत्र टाइप जो जिनस थियो सेटा भासे और जोटा भारी जिनस थियो सेटा कौन हम जे पिला माने बुड़ी जाए देखो आस कथा हेबा लिखाई हेडिंग दीजिए देखो कौन लिखाई सबु हल्का वस्तु पानी रे भासिला कि एवं सबु ओजनिया वस्तु पानी रे बुड़ीगला कि पानी रे भासुथुबा ओजनिया पदार्थर नाम लेख ओ पानी रे बुड़ी जाउथुबा हल्का पदार्थर नाम लेख पदार्थ रे भासिबा एवं बुड़ी जिबा एहार ओजनिया किंबा हल्का गुण उपरे निर्भर करे नाही एहा मध्य अन्य कारक फैक्टरी पर निर्भर करे तो कौन लिखिबो देखो क्वेश्चन रो उत्तर आरो तो पिला माने आस कथा बार से हेडिंग रे से पैराग्राफ रा क्वेश्चन देछि देखो प्रथम लाइन क्वेश्चन रा कोन देछि देखो रेड टिकार मु मार देछि तो सेडा होछि क्वेश्चन सबु हल्का वस्तु पानी रे भासिला कि एवं सबु ओजनिया वस्तु पानी रे बुडीला कि तो आर उत्तर लिखिबो पिला माने तो एक नंबर क्वेश्चन एमिति लिखिबो क्वेश्चन लिखिला पर उत्तर लिखिबो ना सबु हल्का वस्तु पानी रे भासे नाही एवं सबु ओजनिया वस्तु पानी रे बुड़ी जाए नाही तो पिला माने एक नंबर उत्तर क्वेश्चन एक नंबर लिखि तार उत्तर एमिति लिखिबो देखो से पैराग्राफ रे आगे सेकंड क्वेश्चन कोन देछि तो पिला माने सेकंड लाइन देछि देखो मु रेड टिकार मार देछि सेडा होछि क्वेश्चन कोन लिखिछि देखो
ପାଣିରେ ଭାସୁଥିବା ଓଜନିଆ ପଦାର୍ଥର ନାମ ଲେଖ। ତ ପିଲାମାନେ ଚାଲ ଆର ଲେଖିବା ନାମ। ପିଲାମାନେ 2 ନମ୍ବର କ୍ୱେଶ୍ଚିନ୍ ଦେବ, ତାର ଉତ୍ତର ଲେଖିବ ବଡ଼ କାଠ ଖଣ୍ଡି ଏବଂ ପାଣି ଜାହାଜ ବା ଡଙ୍ଗା, ତାପରେ ବରଫ ଖଣ୍ଡ। ତ ପିଲାମାନେ ଉତ୍ତର ଏମିତି ଲେଖିବ। ଦେଖ ସେଇ ପାରାଗ୍ରାଫରେ ଆଗ ଆହୁରି କ୍ୱେଶ୍ଚିନ୍ ଅଛି। ଦେଖ ସେ ଯେଉଁ ରେଡ୍ ଡେଗାର ଅଛି ସେଇଟା ହେଉଛି କ୍ୱେଶ୍ଚିନ୍। ତ ଦେଖ 3 ନମ୍ବର କ୍ୱେଶ୍ଚିନ୍ ଦେବ, ପାଣିରେ ବୁଡ଼ି ଯାଉଥିବା ହାଲକା ପଦାର୍ଥର ନାମ ଲେଖ। ତ ପିଲାମାନେ 3 ନମ୍ବର ଉତ୍ତର ଲେଖିବ। ତ ପିଲାମାନେ 3 ନମ୍ବର ଉତ୍ତର ଲେଖିବ ପାଣିରେ ବୁଡ଼ି ଯାଉଥିବା ହାଲକା ପଦାର୍ଥର ନାମ ଲେଖିବ। ତ ଉତ୍ତର ଲେଖିବ ଛୋଟ ପଥର ଗୋଡ଼ି, ଲୁହା କଣ୍ଟା, ଛୋଟ କାଚ ଗୁଲି ଏବଂ ସୁଲିଂ ଛୁଞ୍ଚି। ତ ପିଲାମାନେ ଏସବୁ ପାଣିରେ ବୁଡ଼ିଯାଉଛି। ତ ଏମିତି ଉତ୍ତର ଗୋଟେ ଗୋଟେ କରି ଲେଖିବ। ତ ପିଲାମାନେ ଏହିପରି ଭାବରେ ଆସ କଥା ହେବାରୁ କ୍ୱେଶ୍ଚିନ୍ କାଢ଼ି ଉତ୍ତର ଲେଖିପାରିବ। ତ ଚାଲ ଏବେ ନେକ୍ସଟ ପେଜ୍ ଦେଖିବା କ'ଣ ଦେଇଛି କ୍ୱେଶ୍ଚିନ୍। ତ ପିଲାମାନେ ନେକ୍ସଟ ପେଜ୍ କାଢ଼, ପୃଷ୍ଠା ନମ୍ବର 112। ଦେଖ କାର୍ଯ୍ୟ 4 ନମ୍ବର କ'ଣ ଲେଖା ହେଇଛି, ଆସ ଜାଣିବା ବସ୍ତୁର ଭାସିବା କିମ୍ବା ବୁଡ଼ିଯିବାର ଏହାର ଆକୃତି କୌଣସି ଭୂମିକା ଗ୍ରହଣ କରେ କି ନାହିଁ। ତ ଦେଖ କ'ଣ ଦେଇଛି ସାରଣୀ। ତ ପିଲାମାନେ ସାରଣୀରେ ଲେଖା ହେଇଛି ଆଲୁମିନିୟମ ପାତ ଯେତେବେଳେ, ଦେଖ ଲେଖା ହେଇଛି ତାପରେ ପକାଇବା ପୂର୍ବରୁ ହେଡ଼ିଂ ଲେଖା ହେଇଛି, ଆଉ ଗୋଟେ ପକାଇବା ପରେ। ଦେଖ ପକାଇବା ପୂର୍ବରୁ କ'ଣ ଲେଖା ହେଇଛି ତଳେ, ତୁମର ଅନୁମାନ ଭାସିବ ନା ବୁଡ଼ିବ, ତାପରେ ତୁମେ ଏହା କାହିଁକି ଭାବୁଛ ଲେଖା ହେଇଛି। ତାପରେ ପକାଇବା ପରେ ଲେଖା ହେଇଛି ତୁମର ପର୍ଯ୍ୟବେକ୍ଷଣ କ'ଣ, ଭାସିଲେ ନା ବୁଡ଼ିଗଲେ, ତାପରେ ଏହାର କାରଣ କ'ଣ ହୋଇପାରେ। ତ ଲେଖା ହେଇଛି ଦେଖ ତା ତଳେ କ'ଣ ଲେଖିଛି, ବିସ୍ତାରିତ ହୋଇଥାଏ, ତାପରେ ଚାପ ପ୍ରୟୋଗ କରି ବଲ୍ର ଆକୃତି ଦିଆଯାଏ, ତାପରେ କପ୍ ଭଳି ଆକାର ହୋଇଥାଏ। ତ ପିଲାମାନେ ଦେଖ ସାରଣୀଟା ଚାଲ ପୂରଣ କରିବା। ତ ପିଲାମାନେ ବିସ୍ତାରିତ ହୋଇଥାଏ ଦେଖ ତା ସିଧା ଲେଖିବ କ'ଣ ଲେଖିବ ଭାସିବା, ତୁମର ଅନୁମାନ ଭାସିବା ନା ବୁଡ଼ିବ, ତ ସେଥିରେ ଲେଖିବ ଉତ୍ତର ଭାସିବା। ତାପରେ ତୁମେ ଏହା କାହିଁକି ଭାବୁଛ, ତ ତାର ଉତ୍ତର ଲେଖିବ ଏହାର କ୍ଷେତ୍ରଫଳ ଅଧିକ, ଏହା ହାଲକା। ତାପରେ ଦେଖ କ'ଣ ଲେଖା ହେଇଛି, ତ ପିଲାମାନେ ସେଥିରେ ତୁମର ପର୍ଯ୍ୟବେକ୍ଷଣ କ'ଣ, ଭାସିଲା ନା ବୁଡ଼ିଗଲା, ତ ସେଇଟା ଲେଖିବ ଭାସିଲା ଲେଖିବ। ତାପରେ ଏହାର କାରଣ କ'ଣ ହୋଇପାରେ, ତ ପିଲାମାନେ ତାର ଉତ୍ତର ଲେଖିବ ବିସ୍ତାରିତ କରେ ଏବଂ ଏହା ଉପରେ ଅଧିକ ପ୍ଲାବିତ ବଳ କମ୍ କରେ। ତ ପିଲାମାନେ ଏମିତି ଲେଖିବ। ଦେଖ ତାପରେ ଚାପ ପ୍ରୟୋଗ କରି କ'ଣ ଲେଖିବ, ତ ନେକ୍ସଟ ଦିଆଯାଇଛି ଚାପ ପ୍ରୟୋଗ କରି ବଲ୍ର ଆକୃତି ଦିଆଯାଏ। ତ ଚାଲ ତାର ଉତ୍ତର ଲେଖିବା। ତ ପିଲାମାନେ ଚାପ ପ୍ରୟୋଗ କରି ବଲ୍ର ଆକୃତି ଦିଆଯାଇଥିବା ଉତ୍ତର ଲେଖିବ। ଦେଖ ତୁମର ଅନୁମାନ ଭାସିଲା ନା ବୁଡ଼ିଲା, ତ ସେଇଟା ବୁଡ଼ିଯିବ। ତ ପିଲାମାନେ ଲେଖିବ ବୁଡ଼ିବ। ତାପରେ ତୁମେ ଏହା କାହିଁକି ଭାବୁଛ, ତ ଆର ଉତ୍ତର ଲେଖିବ ଏହା ଏକ ଟାଣ ଛୋଟ ଗୋଲାକରେ ପରିଣତ ହୋଇଯାଏ। ତାପରେ ତୁମର ପର୍ଯ୍ୟବେକ୍ଷଣ କ'ଣ, ଭାସିଲା ନା ବୁଡ଼ିଗଲା, ତ ପିଲାମାନେ ସେଥିରେ ଲେଖିବ ବୁଡ଼ିଗଲା ଲେଖିବ ଉତ୍ତର। ତାପରେ ଦେଖ ଏହାର କାରଣ କ'ଣ ହୋଇପାରେ, ତ ସେଥିରେ ଉତ୍ତର ଲେଖିବ ଗୋଲାକାର କରିଦେବା ଦ୍ୱାରା ଏହାର ଆୟତନ କମିଯାଏ ଏବଂ ଏହା ଭିତରେ ବାୟୁ ରହେ ନାହିଁ। ତ ପିଲାମାନେ ଉତ୍ତର ଏମିତି ଲେଖିବ। ତ ନେକ୍ସଟ କ'ଣ ଦିଆଯାଇଛି ଦେଖ କପ୍ ଭଳି ଆକାର ହୋଇଥାଏ। ତ ଆର ଉତ୍ତର ଲେଖିବ। ଦେଖ ତୁମର ଅନୁମାନ ଭାସିଲା ନା ବୁଡ଼ିଲା, ପିଲାମାନେ ତ ଏଇଟା ହେବ ଭାସିବା ଲେଖିବ। ତାପରେ ତୁମେ ଏହା କାହିଁକି ଭାବୁଛ, ତାହେଲେ ଉତ୍ତର ଲେଖିବ ଏହା ଏକ ଡଙ୍ଗା ଭଳି ଦେଖାଯାଏ ଯାହା ଭିତରେ ବାୟୁ ଥାଏ। ତ ପିଲାମାନେ ଏମିତି ଉତ୍ତର ଲେଖିବ। ଦେଖ ତୁମର ପର୍ଯ୍ୟବେକ୍ଷଣ କ'ଣ, ଭାସିଲା ନା ବୁଡ଼ିଗଲା, ତ ସେଥିରେ ଲେଖିବ ଭାସିଲା। ତ ଦେଖ ଏହାର କାରଣ କ'ଣ ହୋଇପାରେ, ତ ଆର ଉତ୍ତର ଲେଖିବ କପ୍ ଆକାର ଯୋଗୁଁ ଏହାର ଆୟତନ ବଢ଼ିଯାଏ ଏବଂ ଏହା ନିଜ ଓଜନ ଠାରୁ ଅଧିକ ପାଣି ବିସ୍ତାପିତ କରାଯାଇପାରେ। ତ ଏମିତି ଉତ୍ତର ଲେଖିବ ପିଲାମାନେ। ତ ପିଲାମାନେ ଏହିପରି ଭାବେ ଏହି ସାରଣୀଟାକୁ ପୂରଣ କରିବ। ତ ପିଲାମାନେ ସେଇ ସାରଣୀ ତଳକୁ କ'ଣ ଲେଖା ହେଇଛି ଦେଖ, ବସ୍ତୁର ଆକୃତି ପରିବର୍ତ୍ତନ ଦ୍ୱାରା ଆମ୍ଭେମାନେ ଏହାକୁ ଭସାଇ ପାରିବା କିମ୍ବା ବୁଡ଼ାଇ ପାରିବା। ଯେତେବେଳେ ଆଲୁମିନିୟମ ପାତଟି ବିସ୍ତାରିତ ହେଲା କିମ୍ବା କପ୍ ଆକାରରେ ପରିଣତ ହେଲା ଏହା ଭାସିଲା, ଯେତେବେଳେ ଏହାକୁ ବଲ୍ ଆକୃତି କରାଗଲା ତାହା ବୁଡ଼ିଗଲା। ତ ପିଲାମାନେ ଦେଖ ଏହିପରି ଭାବେ ଦୁଇଟା ପିଲା କ'ଣ କରୁଛନ୍ତି ଯେ ପିଲାମାନେ ତାଙ୍କେ ଗୋଟେ ପାତ୍ର ନେଇକିରି କିଛି ଚାମଚା, କିଛି ବଲ୍, କିଛି କଦଳୀ, କିଛି ତାଟିଆ ଭାବେ କେଉଁଟା ବୁଡ଼ୁଛି କେଉଁଟା ଭାସୁଛି ତାଙ୍କେ ପିଲାମାନେ ଦେଖୁଛନ୍ତି। ଏବେ ଚାଲ ନେକ୍ସଟ ପେଜ୍ ଦେଖିବା କ'ଣ ଦେଇଛି। ତ ପିଲାମାନେ ନେକ୍ସଟ ପେଜ୍ ନମ୍ବର ହେଉଛି 113। ଦେଖ କାର୍ଯ୍ୟ 5 ନମ୍ବର କ'ଣ ଲେଖା ହେଇଛି, ତ 1 ନମ୍ବରରେ ଲେଖା ହେଇଛି ଆସ କିଛି ଡଙ୍ଗା ତିଆରି କରିବା। ଦେଖ ସେଇଠି ପଏଣ୍ଟ ଦେଇ ଦେଇଛି, କିଛି କାଗଜ ଓ କାର୍ଡ଼ବୋର୍ଡ଼ ବାକ୍ସ, ଆଇସ୍କ୍ରିମ୍ କାଠି, ମାଟି ଅଠା ଲାଗିଥିବା ଟେପ୍ ଇତ୍ୟାଦି ସଂଗ୍ରହ କର। 2 ନମ୍ବର କ'ଣ ଲେଖିଛି ପଏଣ୍ଟ,
3 ରୁ 4 ଜଣ ଛାତ୍ରୀମାନଙ୍କୁ ନେଇ ଦଳ ଗଠନ କର। ତାପରେ ସଂଗ୍ରହ କରିଥିବା ବସ୍ତୁଗୁଡ଼ିକୁ ନେଇ କିପରି ଏକ ଡଙ୍ଗା ତିଆରି କରିପାରିବ ଭାବ। ତାପରେ ଗୋଟିଏ ଚିତ୍ର ଅଙ୍କନ କର। ତାପରେ ସେହି ଅନୁଯାୟୀ ଏକ ଡଙ୍ଗା ତିଆରି କର। ନିଶ୍ଚିତ ହୁଅ ଯେ ତୁମର ଡଙ୍ଗାଟି ଅନ୍ୟ ଦଳର ଡଙ୍ଗାଠାରୁ ଅଲଗା ହୋଇଥିବ। ତାପରେ ତୁମେ ଶ୍ରେଣୀରେ ତିଆରି ହୋଇଥିବା ଡଙ୍ଗାଗୁଡ଼ିକର ଏକ ପ୍ରଦର୍ଶନୀ ଆୟୋଜନ କର। ତାପରେ ଦେଖ, ନିମ୍ନରେ ବିଭିନ୍ନ ପ୍ରକାର ଡଙ୍ଗାର ଚିତ୍ର ଦିଆଯାଇଛି ଯାହାକୁ ତିଆରି କରାଯାଇପାରିବ। ତମେ ନେଇରି କିଛି କାଗଜ, ଅଠା, ମାଟି, ତାପରେ ଆଇସ୍କ୍ରିମ୍ ଡାଙ୍ଗି ନେଇରି ବିଭିନ୍ନ ପ୍ରକାର ତମେ ଗୋଟେ ଡଙ୍ଗା ତିଆରି କରିବ। ଦେଖ ତଳେ କଣ ଚିତ୍ର ଅଛି। ଦେଖ ପିଲାମାନେ, ପ୍ରଥମେ ଚିତ୍ରରେ ଅଛି ସେଇଟା ହଉଛି ଆଇସ୍କ୍ରିମ୍ କାଠରେ ତିଆରି ହୋଇଥିବା ଗୋଟେ ଡଙ୍ଗା। ତ ପିଲାମାନେ ଦେଖ କେଡ଼େ ସୁନ୍ଦର ଦଉଛି ନା ନାଇଁ ପିଲାମାନେ, ଆଇସ୍କ୍ରିମ୍ କାଠରେ ତିଆରି ଡଙ୍ଗା। ତ ସେଇପରି ଭାବେ ତମେ ବି ତିଆରି କରିପାରିବ। ତାପରେ ଦେଖ, ନଡ଼ିଆ ସଢ଼େଇରେ ତିଆରି ଡଙ୍ଗା। ତ ନଡ଼ିଆ ଜାଣିଛ ପିଲାମାନେ, ନଡ଼ିଆଟା ଯଦି ଦି ଫାଳ କରାହେଲେ ତାର ଗୋଟେ ଫାଳିଲେ ସେ ନଡ଼ିଆ କାଢ଼ିକିରି ସେଥିରେ ଡଙ୍ଗା ତିଆରି ହୋଇଛି। ଗୋଟେ ମଝିରେ ଗୋଟେ କାଠି ବା ଲଗାଇଛି, ତାପରେ ପତ୍ର ଲଗାଇଛି, ସୁତେଲି ବାନ୍ଧି ସେ ଟାଇପ୍ର ଗୋଟେ ଡଙ୍ଗା ହେଲା। ତାପରେ ଆଉ ଗୋଟେ ଦେଖ କଣ ଦେଇଛି, ଆଖରୋଟ ଫଳରେ ତିଆରି ଡଙ୍ଗା। ତ ଆଖରୋଟ ଫଳ ଖାଇଥିବେ ପିଲାମାନେ, ସେଇ ଫଳରେ ତିଆରି ଦୁଇଟି ଡଙ୍ଗା ଦେଖ ବନାଇଛି। ଗୋଟେ କଣ ହଳଦିଆ କଲରର ପତାକା ଲଗେଇଛି, ଆଉ ଗୋଟେ ରେଡ୍ କଲରର ପତାକା ଲଗେଇଛି। ତ ଏହିପରି ଭାବେ ତମେ ବନେଇ ପାରିବ। ତାପରେ ତମ ଇଚ୍ଛାରେ କୌଣସି ଡିଜାଇନ୍ ତମେ ଆଉ କଣ ଭାବିଥିଲେ ତା ବିଷୟରେ କଣ ଯେ ପିଲାମାନେ ଗୋଟେ ଡଙ୍ଗା କରି ସ୍କୁଲକୁ ଦେଖିପାରିବ। ଆଇସ୍କ୍ରିମ୍ କାଠରେ ବି ଦେଇଛି, ତ ତା ଭଳିଆ ବି କରିପାରିବ। ଏବେ ଚାଲ ଦେଖିବା ନେକ୍ସଟ ପେଜ୍ କଣ ଦେଇଛି। ତ ପିଲାମାନେ ପୃଷ୍ଠା ସଂଖ୍ୟା କାଢ଼ 114। ଦେଖ 2 ନମ୍ବର କ୍ୱେଶ୍ଚିନ୍ କଣ ଲେଖାଇଛି, ତୁମର ଡଙ୍ଗାକୁ ଅନ୍ୟ ଦଳର ଡଙ୍ଗା ସହ ତୁଳନା କର। ତ ପିଲାମାନେ ଦେଖ, ଏଇଟା ଗୋଟେ ସାରଣୀ ଦେଇଛି। ହେଡ଼ିଂ କଣ ଦେଇଛି ଦେଖ, ତୁମ ଡଙ୍ଗାର ସାମର୍ଥ୍ୟ ଦେଇଛି। ତାପରେ ତୁମେ ଡଙ୍ଗା ପ୍ରତି ଥିବା ଆହ୍ୱାନ ବା ଅସୁବିଧା। ତ ପିଲାମାନେ 2ଟା ବକ୍ସ ଦେଇଛି, 4ଟା ବକ୍ସ କରିଦେଇଛି। ତ ସେଇ ଏକାଣ୍ଡ 2ଟାରେ ସେକେଣ୍ଡ 2ଟାରେ କଣ ଲେଖିବ ଦେଖ, ମୁଁ କହିଦେଉଛି। ତ ପିଲାମାନେ ପ୍ରଥମ ବକ୍ସରେ ତୁମ ଡଙ୍ଗାର ସାମର୍ଥ୍ୟ। ତ ପିଲାମାନେ ମୋ ସାରଣୀକୁ ନେଇ ତୁମେ ସେଥିରେ ଉତ୍ତର ଲେଖିବ। ଦେଖ ତୁମ ଡଙ୍ଗାର ସାମର୍ଥ୍ୟ। ତ ଦେଖ 4ଟା ପଏଣ୍ଟ ଦେଇଛି, 4ଟା ପଏଣ୍ଟରେ ଗୋଟେ ବାକ୍ସରେ 2ଟା ପଏଣ୍ଟ, ଆଉ ଗୋଟେ ବାକ୍ସରେ 2ଟା ପଏଣ୍ଟ ଲେଖିବ। ଦେଖ ପ୍ରଥମ ବାକ୍ସରେ ଲେଖିବ ଡଙ୍ଗାଟି ପାଣିରେ ସହଜରେ ଭାସୁଛି। ଦ୍ୱିତୀୟ ପଏଣ୍ଟ, ଏହାର ଗଠନ ଶକ୍ତି ଅଟେ। ପ୍ରଥମ ବାକ୍ସରେ 2ଟା ପଏଣ୍ଟ ଲେଖିବ। ତାପରେ ସେକେଣ୍ଡ ବାକ୍ସରେ ଲେଖିବ ଏହା ଅଧିକ ଓଜନ ସହିପାରୁଛି, ଏହାର ସନ୍ତୁଳନ ବହୁତ ଭଲ ଅଛି। ତ ପିଲାମାନେ ଏଇ 4ଟା ଯାକୁ ଗୋଟେ ବାକ୍ସରେ 2ଟା ପଏଣ୍ଟ ଲେଖିବ। ତ ପିଲାମାନେ ଏହା ସବୁ କେହି ଲେଖିବ ଯେ ତୁମ ଡଙ୍ଗାର ସାମର୍ଥ୍ୟରେ ଲେଖିବ। ତାପରେ ଦେଖ ନେକ୍ସଟ କଣ ଦେଇଛି। ତ ନେକ୍ସଟ ଦେଇଛି କଣ, ତୁମ ଡଙ୍ଗା ପ୍ରତି ଥିବା ଆହ୍ୱାନ ବା ଅସୁବିଧା। ତ ଚାଲ ଆର ବି ଉତ୍ତର ଲେଖିବା। ତ ଆର ବି ପ୍ରଥମ ବାକ୍ସରେ 2ଟା ପଏଣ୍ଟ ଲେଖିବ। ପାଣି ପଶିଲେ କାଗଜ ନରମ ହୋଇଯାଉଛି। ତାପରେ ଅନ୍ୟ ଡଙ୍ଗା ତୁଳନାରେ ଏହା ଧୀରେ ଚାଲୁଛି। ତ ଏମିତି 2ଟା ପଏଣ୍ଟ ଫାଷ୍ଟ ବାକ୍ସରେ ଲେଖିବ। ସେକେଣ୍ଡ ବାକ୍ସରେ ଲେଖିବ ତୀବ୍ର ପବନରେ ଏହା ଓଲଟି ଯାଉଛି। ତାପରେ ଏହାର ଆକାର ସାମାନ୍ୟ ଛୋଟ ହୋଇଯାଉଛି। ତ ପିଲାମାନେ ଏହିପରି ଭାବରେ ଏହି ସାରଣୀଟା ପୂରଣ କରିବ। ଦେଖ ନେକ୍ସଟ ତଳେ କଣ ଲେଖାଇଛି। ସେହି ସାରଣୀ ତଳେ ଲେଖାଇଛି, କେତେକ ଡଙ୍ଗା ମଜବୁତ ହୋଇପାରେ ଯାହାକୁ ଭାଙ୍ଗିବା କଷ୍ଟକର, ଆଉ କେତେକ ସହଜରେ ଭାଙ୍ଗି ଯାଇପାରେ। କେତେକ ସ୍ଥିର ଭାବରେ ଭାସନ୍ତି ନାହିଁ ଓ ଆଉ କେତେକ ବୁଡ଼ି ଯାଆନ୍ତି। ତୁମେ ଡଙ୍ଗାକୁ କିପରି ଅଧିକ ଉନ୍ନତି କରିପାରିବ ଚିନ୍ତା କର। ତ ପିଲାମାନେ ଦେଖ, ସେଥିରେ ପିଲାମାନେ କିଛି ପିଲା କଣ କରୁଛନ୍ତି ଯେ ପିଲାମାନେ ଡଙ୍ଗା ବନେଇକିରି ଭସଉଛନ୍ତି ପାଣିରେ, କିଏ କାଗଜ ଡଙ୍ଗା, କିଏ କୋଉ ଟାଇପ୍ର ଡଙ୍ଗା ବନେଇ ଭସୁଛନ୍ତି। ତ ଏମିତି କରି ଡଙ୍ଗା ଗୋଟେ ବନେଇକିରି ଭସେଇ ପାରିବ, ତମେ ଚିନ୍ତା କରିପାରିବ। ତ ଏବେ ଚାଲ ନେକ୍ସଟ ପେଜ୍ କଣ କ୍ୱେଶ୍ଚିନ୍ ଦେଇଛି ଦେଖିବା। ତ ପୃଷ୍ଠା ସଂଖ୍ୟା କାଢ଼ 115 ନମ୍ବର ପେଜ୍। ଦେଖ ଆସ ଚିନ୍ତା କରିବାରେ 1 ନମ୍ବର କଣ ଲେଖାଇଛି, କୌଣସି ବିଷୟରେ ଅନୁସନ୍ଧାନ କରିବା। ତ କଣ ଲେଖିଛି ଦେଖ, ରବି ଚକ୍ରଟିଏ ଘୁରାଇ ସାରି ଦେଖିଲା ଏହା ଧୀରେ ଧୀରେ ମନ୍ଥର ହୋଇ ଶେଷରେ ସ୍ଥିର ହୋଇଯାଇଛି। ଏ ବିଷୟରେ ସେ କୌତୂହଳୀ ହୋଇ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବାକୁ ଇଚ୍ଛା କଲା। ସେ ପଚାରିବା ଭଳି 2ଟି ସମ୍ଭାବ୍ୟ ପ୍ରଶ୍ନ ଲେଖ। ତ ଚାଲ ଲେଖିବା ପ୍ରଶ୍ନ 2ଟି। ତ ପିଲାମାନେ 1 ନମ୍ବର ଉତ୍ତର ଲେଖିବ କଣ, ରବି ପଚାରିବାକୁ ଥିବା 2ଟି ସମ୍ଭାବ୍ୟ ପ୍ରଶ୍ନ ହେଲା। 1 ନମ୍ବର ଦେବ, ଚକ୍ରଟି ଘୂରିବା ପରେ ଆପେ ଆପେ କାହିଁକି ଧୀରେ ଧୀରେ ମନ୍ଥର ହୋଇ ସ୍ଥିର ହୋଇଗଲା। ଏମିତି ଲେଖିବ କ୍ୱେଶ୍ଚିନ୍। 2 ନମ୍ବର କ୍ୱେଶ୍ଚିନ୍ ଲେଖିବ, ଚକ୍ରଟିକୁ ଅଧିକ ସମୟ ପର୍ଯ୍ୟନ୍ତ ଘୂରାଇ ରଖିବା ପାଇଁ ଆମକୁ କଣ କରିବାକୁ ପଡ଼ିବ। ତ ପିଲାମାନେ ଏମିତି 1 ନମ୍ବର 2 ନମ୍ବର କ୍ୱେଶ୍ଚିନ୍ ଦେଇକିରି ଲେଖିବ। ଏବେ ଦେଖ 2 ନମ୍ବର କ୍ୱେଶ୍ଚିନ୍ କଣ ଦେଇଛି। 2 ନମ୍ବର କ୍ୱେଶ୍ଚିନ୍ ଦେଇଛି, ସମାଧାନ କର। ଏଠାରେ ଦିଆଯାଇଥିବା ଚିତ୍ରଟି କ ପାଖକୁ ବଙ୍କେଇ ଯାଉଛି, ଏହାର ଭାରସାମ୍ୟ ଆଣିବା ପାଇଁ କଣ କରିପାରିବ। ଦେଖ ପିଲାମାନେ, ଏଇଟା ଗୋଟେ ଚିତ୍ର ଦେଇଛି,
ଗୋଟିଏ ଚିତ୍ର ଦେଇଛି ଦେଖ ସେଠି କ ଖ ଦେଇଛି ଦେଖ କ କାନି ଗୋଟେ ଝୁଲା ହେଇଛି ପିଲାମାନେ ଡଙ୍ଗା ଟାଇପ୍ର କରି ଖ ନମ୍ବର କାନି ଗୋଟେ ସୂତାଟି ଗୋଟେ ଅଛି ତ ସେମିତି ଏକାନି ବି କିଛି ଚିତ୍ର କରାହେଇଛି ଚିତ୍ର ବା କାଗଜରେ ବନେଇଛି ତାପରେ ଆଉ କିଛି କ'ଣ କରାହେଇଛି ପିଲାମାନେ ସୂତାରେ ଝୁଲାଇଛି ପିଲାମାନେ ଦେଖ ଆର ଉତ୍ତର ମୁଁ ବୁଝି ଦେଉଛି କେମିତି ଦେଖ ଚିତ୍ରଟି କ ପାଖକୁ ଢଳି ରହିଛି ଯାହାର ଅର୍ଥ କ ପାଖରେ ଓଜନ ଅଧିକ ଅଛି ଏହାର ଭାରସାମ୍ୟ ଆଣିବା ପାଇଁ ନିମ୍ନଲିଖିତ ପଦକ୍ଷେପ ନିଆଯାଇପାରେ ତ ଦେଖ ଖ ପାଖରେ ଥିବା ସୂତାର ଆଉ କିଛି ଓଜନିଆ ବସ୍ତୁ ବା କାଗଜରେ ଖେଳନା ଝୁଲାଇବ ତାପରେ କ ପାଖକୁ କିଛି ବସ୍ତୁ ବା ଓଜନ କମାଇବ ତାପରେ ମଝିରେ ଥିବା ଓଲଟା ୱାଇ ଆକୃତିର ସୂତାକୁ ଝୁଲନ୍ତା ବିନ୍ଦୁକୁ ସାମାନ୍ୟ କ ପାଖକୁ ଘୁଞ୍ଚାଇବ ତ ପିଲାମାନେ ଏମିତି ଭାବେ କରିପାରିବ ତାପରେ ଦେଖ ଖ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ତ ପିଲାମାନେ ଖ ନମ୍ବର କ୍ୱେଶ୍ଚିନ୍ ଦେଇଛି ତୁମେ କିପରି ଏକ ଭାସମାନ ବସ୍ତୁକୁ ବୁଡ଼ାଇ ପାରିବ ଓ ବୁଡ଼ା ଯାଇଥିବା ବସ୍ତୁକୁ ଭସାଇ ପାରିବ ତ ଆର ଲେଖିବ ଦେଖ ତ ହେଡ଼ିଂ ଭାସମାନ ବସ୍ତୁକୁ ବୁଡ଼ାଇବା ପାଇଁ ସେହି ବସ୍ତୁ ଉପରେ କୌଣସି ଓଜନିଆ ଜିନିଷ ରଖି ବା ବାନ୍ଧି ବାହାର ଓଜନ ବଢ଼ାଇ ଦେଲେ ତାହା ବୁଡ଼ିଯିବ ଯେଉଁଠି କାଠ ଉପରେ ପଥର ରଖିବ ତ ଦେଖ ଆଉ ଗୋଟେ ପଏଣ୍ଟ ବୁଡ଼ି ଯାଇଥିବା ବସ୍ତୁକୁ ଭସାଇବା ପାଇଁ ସେହି ବସ୍ତୁ ସହିତ କୌଣସି ହାଲକା ବା ବାୟୁପୂର୍ଣ୍ଣ ବସ୍ତୁ ଯେପରି ସୋଲ ପ୍ଲାଷ୍ଟିକ୍ ବୋତଲ କିମ୍ବା ବେଲୁନ୍ ବାନ୍ଧିଦେଲେ ତାହାର ସାନ୍ଦ୍ରତା କମିଯିବ ଏବଂ ତାହା ପାଣିରେ ଭାସିବ ତ ଏବେ ଚାଲ ଦେଖିବା ନେକ୍ସଟ ପେଜ କ'ଣ ଦେଇଛି ତ ପିଲାମାନେ ପୃଷ୍ଠ ନମ୍ବର 116 କାର୍ଡ଼ ଦେଖ 3 ନମ୍ବର କ'ଣ ଦେଇଛି ଏକ କାର୍ଯ୍ୟ କର ନିର୍ମରେ ଦିଆଯାଇଥିବା ବସ୍ତୁ ଗୁଡ଼ିକ ପାଣିରେ ବୁଡ଼ିଯାଆନ୍ତି କିମ୍ବା ଭାସନ୍ତି ଚିହ୍ନଟ କର ସାରଣୀଟି ପୂରଣ କର ତ ଦେଇଛି ଦେଖ ସେଇଠି ମହମ ସଲ୍ଟିପ୍ ଆଳୁ ମାର୍ବଲ ପତ୍ର ଟମାଟର ଓ ଥର୍ମୋକୋଲ୍ ଲିଭାଇବା ରବର କଖାରୁ ମହମବତୀ ଚାମଚ ଲେମ୍ବୁ ମୁଦ୍ରା ଓ ବରଫ ଖଣ୍ଡ ତ ପିଲାମାନେ ଦେଖ ଏଇ ଭିତରେ ସବୁ ସାରଣୀ କାଢ଼ି ଲେଖିବ ଦେଖ ଭାସମାନ ବସ୍ତୁ ଓ ବୁଡ଼ି ଯାଉଥିବା ବସ୍ତୁ ତ ଚାଲ ଗୋଟେ ଗୋଟେ କରି ଲେଖିବା ଆର ଭାସମାନ ବସ୍ତୁରେ ଲେଖିବ ମହମ ଲେଖିବ ଥର୍ମୋକୋଲ୍ ଲେଖିବ ଓ ମହମବତୀ ଲେଖିବ ତାପରେ ଏখানে ଲେଖିବ ବୁଡ଼ି ଯାଉଥିବା ବସ୍ତୁ ମାର୍ବଲ ଲେଖିବ ମୁଦ୍ରା ଲେଖିବ ଲିଭାଇବା ରବର ଲେଖିବ ତାପରେ ଏখানে ଦେଖ ଲେଖିବ ତ ଭାସମାନ ବସ୍ତୁର ଆଉ ଗୋଟେ ଲେଖିବ ତିନିଟା କ'ଣ ସେଲ୍ଟପ୍ ଲେଖିବ ପତ୍ର ଲେଖିବ ବରଫ ଖଣ୍ଡ ଲେଖିବ ତାପରେ ଏখানে ବୁଡ଼ି ଯାଉଥିବା ବସ୍ତୁରେ ଲେଖିବ ଚାମଚ ଲେଖିବ ଆଳୁ ଲେଖିବ କଣ୍ଟା ଲେଖିବ ପିଲାମାନେ ଏମିତି ଭାବେ ସପ୍ତମ ପାଠ ଜିନିଷ ଗୁଡ଼ିକ କିପରି କାର୍ଯ୍ୟ କରନ୍ତି ତ କ୍ୱେଶ୍ଚିନ୍ ଆନ୍ସର ପ୍ରଶ୍ନ ଉତ୍ତର ଆର ପିଲାମାନେ ସରିଲେ ତ ପିଲାମାନେ ମୁଁ ଚାପ୍ଟର 1 2 3 4 5 6 ବି ଛାଡ଼ି ଦେଇଛି କ୍ୱେଶ୍ଚିନ୍ ଆନ୍ସର ଯାଇ ତୁମେ ଦେଖିବ ତାର ମୁଁ MILରୁ ବି ଛାଡ଼ି ଦେଇଛି ତାପରେ ଇଂଲିଶରୁ ବି ଛାଡ଼ି ଦେଇଛି ଯାଇରି କ୍ୱେଶ୍ଚିନ୍ ଆନ୍ସର ଗୋଟେ ଗୋଟେ କରି ଲେଖିବ ତ ପିଲାମାନେ ସରିଲା ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦିଅ ଇନଷ୍ଟାଗ୍ରାମ ଲିଙ୍କ୍ ବି ଡିସ୍କ୍ରିପ୍ସନରେ ଲିଙ୍କ୍ ଦେଇଦେଇଛି ଯାଇରି ଫଲୋ କର ଆଉ କ'ଣ ଦରକାର ପଡ଼ିଲେ କମେଣ୍ଟ କର